ଆସନ୍ତା କାଲି ଏ କ୍ଷେତ୍ରରେ ଆଜକୁ 17 ବର୍ଷ ଧରି ମା ସୁଭଦ୍ରାଙ୍କ ପଦଦର୍ଶନକୁ କେନ୍ଦ୍ର କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଲିଛି, ନାମ ଚାଲିଛି, ମହୋତ୍ସବ ଚାଲିଛି, ଏସବୁ ଚାଲିଛି। ତା ସହିତ ବି କେବେ କେବେ ପତିଘରା ମା ମାନଙ୍କର ପୂଜନ, ବୃକ୍ଷରୋପଣ କାର୍ଯ୍ୟକ୍ରମ, ଗଣତନ୍ତ୍ର ସଚେତନ ଯାତ୍ରା, ଏସବୁ କଥା ମଧ୍ୟ ସେମିତି ଏ ବର୍ଷ ଆମର ଚିନ୍ତା ଆମେ ଏଗୁଡ଼ା କରିଛୁ ଯେ ଯେଉଁ ମନୀଷୀମାନଙ୍କ ପାଇଁ, ଅମର ମନୀଷୀମାନ ଯେଉଁମାନଙ୍କ ପାଇଁ ଆମେ ଆଜି ସ୍ୱାଧୀନ ଭାରତର ନାଗରିକ ହେଇଛୁ, ପରାଧୀନର ଶୃଙ୍ଖଳରୁ ଆମେ ମୁକ୍ତ ହେଇଛୁ, ସେମାନେ ଆଜି ନାହାନ୍ତି, କିନ୍ତୁ ତାଙ୍କ ନାଁ ଅଛି, ତାଙ୍କ ପରିବାର ଅଛି। ସେଇ ପରିବାର ମାନଙ୍କୁ ନିମନ୍ତ୍ରଣ କରି ଆମେ ସେମାନଙ୍କୁ ଗୋଟେ ପୂଜ୍ୟ ପୂଜା ସମ୍ମାନ ପ୍ରଦର୍ଶନ କରିବୁ, ଯାହାକୁ ସଂଗ୍ରାମୀ ପୂଜନ ବା ପୂଜ୍ୟାସ୍ପଦ ମାନଙ୍କର ପୂଜନ କରି ଆମେ ଗୋଟେ ସମାଜକୁ ବାର୍ତ୍ତା ଦେବାକୁ ଚାହୁଁ। ଅମର ପୁରୁଷ ମାନଙ୍କୁ ସବୁବେଳେ ଅମର କରିଥାଉ, କାରଣ ଇଏ କାର୍ଯ୍ୟକ୍ରମ ପ୍ରାୟ କୋଉଠି ହଉ। ତା ସହିତ ବୃକ୍ଷ ଲଗାଅ, ବଞ୍ଚାଅ, ନିଶାବାଦକ ଠାରୁ ଦୂରେଇ ରହି ଦେଶ ଗଢ଼ ଏବଂ ପିତାମାତାଙ୍କ ପ୍ରତି ସଚେତନ ରୁହ ଏବଂ ପୁରୁଷ ନିର୍ଯାତନା ବନ୍ଦ ହଉ, ସେଥିପାଇଁ ସମସ୍ତେ ସଂଗ୍ରାମ କରି ନାରୀ ନିର୍ଯାତନା ବନ୍ଦ ହଉ, ଏହାକୁ ସ୍ୱାଗତ କର। এইভাবে বিভিন্ন কার্যক্রম চালিব। না না, এইটা মো কার্যক্রম ସବୁଦିନ ଚାଲିଛି। 60 ବର୍ଷ ଧରି ଯଦି ଆପଣଙ୍କ ଇତିହାସଟା ଦେଖିବେ ଯେ ସବୁ କଥା ପୁରା ବର୍ଷ ଆମେ କରୁନୁ, କିନ୍ତୁ ପରିବେଶ କଥା ଚାଲିଥିଲା, ଗଣତନ୍ତ୍ର କାର୍ଯ୍ୟ ଚାଲିଥିଲା ଏବଂ ତା ସହିତ ପତିଘରା ମା ମାନଙ୍କ ପାଇଁ କାର୍ଯ୍ୟକ୍ରମ ଏଇଟା ଆମର 4-5 ବର୍ଷ ହେଲା ଚାଲିଛି। ଗଣତନ୍ତ୍ରର କାର୍ଯ୍ୟକ୍ରମ ପାଇଁ ସମଗ୍ର ଭାରତ ବର୍ଷରେ ଆମେ ଏ କାର୍ଯ୍ୟକ୍ରମ କରି ଚାଲିବୁ ମଧ୍ୟ। ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହଉ, ଜାତିସଂଘ ପର୍ଯ୍ୟନ୍ତ ପତ୍ର ମଧ୍ୟ ଆମେ ପ୍ରେରଣ କରୁଛୁ ଏବଂ ସୁପ୍ରିମକୋର୍ଟ, ହାଇକୋର୍ଟ, ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ସମସ୍ତଙ୍କୁ ଆମେ ଏସବୁ ଜଣାଉଛୁ। ଗାଈ ଗୋମାତା ଜାତୀୟ ପଶୁ ହଉ, ଆଉ ଯଦି ଜାତୀୟ ପଶୁ ଗୋମାତା ନ ହବ ତାହେଲେ ଆମେ ପ୍ରକୃତରେ ଗୋଟେ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ। ବାବା, ଯୁବପିଢ଼ି ମାନଙ୍କୁ କଣ କହିବେ? ଆପଣ ଯେଭଳି ଭାବେ ପଦ୍ମଶ୍ରୀ ପାଇଥିଲେ ଏବଂ ସେଇଭଳି ଭାବରେ ପିଲାମାନଙ୍କୁ ପଢଉଛନ୍ତି, କଣ କହିବେ? ଦେଖନ୍ତୁ, ଇଏ ହଉଛି ଗୋଟେ ଭଲ ପ୍ରଶ୍ନ ଆପଣଙ୍କର। ଇଏ ପ୍ରଶ୍ନ ଆମ ସମସ୍ତଙ୍କ ପାଇଁ ମଙ୍ଗଳ, କାରଣ ଯେଉଁ ସମାଜରେ ଯୁବକମାନେ ଉତ୍ପାତ ହୁଅନ୍ତି, ଉଦଣ୍ଡ ହୁଅନ୍ତି, ସେ ସମାଜ ଭୁଜୁଡ଼ି ପଡ଼େ। ଆଉ ଯେତେବେଳେ ଯୁବକମାନେ ଉଲ୍ଲସିତ ହେଇ ବିପ୍ଳବ କରି ଶିଖନ୍ତି, ଜାତୀୟତାର ବିପ୍ଳବ କରି ଶିଖନ୍ତି, ସେତେବେଳେ ସେ ସମାଜ ନିଶ୍ଚିତ ଭାବରେ ଦୁର୍ନୀତି ମୁକ୍ତ ସମାଜ। ତେଣୁ ମଦ୍ୟ ଆଉ ମାଦକ ଏ କଥା ଉପରେ ସବୁ ଯୋଉ ସରକାର ଯେତେବେଳେ ଆସିଛନ୍ତି, ସେମାନେ ଏଇ ସ୍ଲୋଗାନକୁ ଦେଇକିରି ଆସିଛନ୍ତି, କିନ୍ତୁ ଆସିବା ପରେ ସେ ସ୍ଲୋଗାନଟା ତାର ସ୍ୱର ନରମି ଯାଉଛି। ଯେଣୁ ପିଲାମାନେ ମଦ୍ୟ ଛାଡ଼ନ୍ତୁ, ମାଦକ ଛାଡ଼ନ୍ତୁ, ପରିବାର ଗଠନ କରନ୍ତୁ ଏବଂ ମାତୃ ଜାତିକୁ ସମ୍ମାନ ଦିଅନ୍ତୁ, ବୃକ୍ଷ ଲଗାନ୍ତୁ, ଜଙ୍ଗଲ ସୁରକ୍ଷା କରନ୍ତୁ, ହେନ୍ତାଳ ବନ ସୃଷ୍ଟି କରନ୍ତୁ। ହେନ୍ତାଳ ବନ, ଝାଉଁ ବନ, ତାଳ ବନ, ଖଜୁରୀ ବନ ଯଦି ରକ୍ଷା ହବ, ଅକାଳ ଝଞ୍ଜା ହବ ନାହିଁ, ଗରମ ହବ ନାହିଁ, ଘଡ଼ଘଡ଼ି ପଡ଼ିବ ନାହିଁ। ପିଲାମାନେ ଯଦି ନ ଲାଗିବେ ତାହେଲେ ବୟସ୍କ ଲୋକମାନେ ସେମାନେ ଏତେ କାର୍ଯ୍ୟ କରିବା ପାଇଁ ସାମର୍ଥ୍ୟ